ହାପି ସମାଧି ଡେ ନଭେମ୍ବର ମାସ 20 ତାରିଖ। ନିଶ୍ଚିତ ଭାବରେ 17 ତାରିଖର ପରେ ମହାପ୍ରୟାଣ ପରେ 20 ତାରିଖ ଆପଣମାନେ ପାଳନ କରିସାରିଥିବେ। ବିଲେଟେଡ୍ ମେସେଜ। ଆମେ ଆଜି ଆଲୋଚନା କରିବା ଲେଜିନେସ୍ ଆଣ୍ଡ ଫଟିକ୍, ଆଳସ୍ୟ ଏବଂ କ୍ଳାନ୍ତି। ଆଳସ୍ୟ ଏବଂ କ୍ଳାନ୍ତି ତାରି ଉପରେ ଆମେ ଆଲୋଚନା କରିବା। ଏ ଶବ୍ଦ ଗୁଡ଼ାକ ସହିତ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଆପଣମାନେ କିଛି ନା କିଛି ପରିଚିତ ଅଛନ୍ତି। ଲେଜିନେସ୍, ଟାୟାର୍ଡନେସ୍, ଫଟିକ୍। ମୋତେ ବହୁତ ଲେଜି ଲାଗୁଛି ଆଜି, ମୋତେ ବହୁତ ମୁଁ ବହୁତ ଟାୟାର୍ଡ ହେଇଯାଇଛି। ଆଇ ଏମ୍ ଫଟିକ୍ଡ, ବହୁତ କ୍ଳାନ୍ତ, ଅବସନ୍ନ, ମୁଁ ଆଉ ଯାଇପାରିବିନି, ଶୋଇପଡ଼ିବି। ଏମିତିକା ଶବ୍ଦ ସହିତ ଆପଣ କିଛି କିଛି ପରିଚିତ ଅଛନ୍ତି। ହୁଏତ ଆପଣମାନେ ବି ମଧ୍ୟ ତାକୁ ମାଆକୁ ଜାଣି ସାରିଲା ପରେ ବି ଏସବୁ ଜିନିଷ କିଛି କିଛି ଆପଣଙ୍କ ଘରେ ହେଉ, ଚାରିପାଖରେ ହେଉ, ନିଜ ଭିତରେ ବି ହେଉ, କିଛି ନା କିଛି ଅଛି। ମନେ କରନ୍ତୁ ଜଣକୁ କିଛି ଗୋଟେ ଦେହ ଖରାପ ହେଇଗଲା, ଏଇ କଲା, ସେଟା ନ୍ୟାଚୁରାଲି ଲାଗିବ। କିନ୍ତୁ ଜୀବନ ସାରା ଏଇ ଜିନିଷକୁ ଯାହାର କଣ୍ଟିନ୍ୟୁ କରୁଥିବ, ଟାୟାର୍ଡ ହେଇଛି, ଆଉ ଯାଇପାରିବେନି। ଲେଜିନେସ୍, ଆଳସ୍ୟ, ଅବଶ, ଫଟିକ୍, ଏସବୁ ଜିନିଷ ଯେଉଁ ଭାରାକ୍ରାନ୍ତ ଅବସ୍ଥା, ଏଗୁଡ଼ାକ ଯଦି ପ୍ରତି ମୁହୂର୍ତ୍ତରେ ଆସିବ, ଇଏ ହେଉଛି କ'ଣ, ନିଜ ପାଇଁ, ଇଭେନ୍ ମ୍ୟାଟେରିଆଲ ଲାଇଫ୍ ପାଇଁ କ୍ଷତି, ସ୍ପିରିଚୁଆଲ ଲାଇଫ୍ ପାଇଁ ମଧ୍ୟ କ୍ଷତି। ଯେଉଁଟାକି ଯାହା କୁହନ୍ତି, ଯାହାକୁ ଅନ୍ୟ ଭାଷାରେ କହିଲେ ଡ୍ରାଗିଂ ଡାଉନ୍, ଆପଣଙ୍କୁ ତଳକୁ ଟାଣି ଦେଉଛି। ଗୋଟେ ଛୋଟିଆ ଏକ୍ଜାମ୍ପଲ୍ ନେବେ, ବୁଝିବେ। ଏକ୍ଜାମ୍ପଲ୍ ସହିତ ଆପଣ ପ୍ରତି ମୁହୂର୍ତ୍ତରେ ପରିଚିତ। ଯେଉଁଦିନ ମନେ କରନ୍ତୁ ହେଇଥିବ ଗୋଟେ ଫକ୍ସର ଗୋଟେ କଛିମ ସହିତ ଯେଉଁଦିନ ମାନେ କମ୍ପିଟିସନ୍ ହେଇଥିବ, ଦୌଡ଼ କମ୍ପିଟିସନ୍ ହେଇଥିବ, ସେତେବେଳେ ଭାବି ଦେଖିଲେ ଯେଉଁ ଦୌଡ଼ୁଥିବା ଦୁଇ ଜଣ, ସେ କ'ଣ ଜାଣିନାହାନ୍ତି, ନିଜ ନିଜର କାପାସିଟି ଜାଣିନାହାନ୍ତି, ଭାବୁନାହାନ୍ତି। ଫକ୍ସ କୁଆଡ଼େ କେତେ କନିଂ ଧାଇଁକିରି ପଳେଇବ, ତା ସାଙ୍ଗରେ ଗୋଟେ କଛିମ ଯେତେବେଳେ ଲଢ଼ିବାକୁ, ସେ ସତରେ ଲଢ଼ୁଥିଲେ କି ନାହିଁ, ନୋବଡି ନୋଜ୍, କେହି ଜାଣନ୍ତି ନାହିଁ। କିନ୍ତୁ ଏଇଭଳିଆ ଯେ ସତରେ ସେମାନେ ଦୁଇ ଜଣ ଯାକୁଛନ୍ତି ମିଶିକିରି କଥାବାର୍ତ୍ତା ହେଇକିରି ଦୌଡ଼ିଲେ, କିଏ ଜିତିଲା କିଏ ହାରିଲା, ଏସବୁ ଜିନିଷ କ'ଣ ହେଇଥିଲା କ'ଣ ନାହିଁ। କିନ୍ତୁ ଏଇ ଯେମିତି ଯେଉଁ ଗପଟି ତ ଲେଖା ହେଇଛି, ଆପଣମାନେ ଶୁଣୁଛନ୍ତି, ଯେଉଁଟାକି ଯୁଗ ଯୁଗକୁ ଆଲୋକବର୍ତ୍ତିକା ହେଇକି ରହିଛି, ସମସ୍ତଙ୍କୁ ଆଖି ଦେଖେଇକିରି କହୁଛି, ବାବାରେ ଏଇଆ ହେଇଥିଲା। ଠିକ୍ ସେଇଭଳିଆ ଆମ ପାଠରେ ମଧ୍ୟ ସେଇଭଳିଆ। ଫକ୍ସଟା ସେ କେଉଁ ସ୍ପିଡ଼ରେ ଯିବ, ଇଏ ଘୁଷୁରି ହେଇକିରି ଯିବ। ଗୋଟେ ଟାର୍ଗେଟ୍ ଭିତରକୁ ଗଲାବେଳକୁ ଆପଣ ଆଶା କରୁଥିବେ କେବେ କଛିମଟା ଜିତିବ ବୋଲିକିରି, କିନ୍ତୁ ଏକ ସମୟ ଆସିକରି ପହଞ୍ଚିଲା, ସିଏ ଜିତି ନାହିଁ। ଜିତିବାକୁ ଯାଉଥିବା ବା ଜିତିବାକୁ ମାନେ ଯିଏକି ନିୟତି ନିର୍ଦ୍ଧାରିତ ହେଇଥିବ, ଯାହାର ବିଜୟ ଫକ୍ସର, ସିଏ ନିଜେ ହାରିଗଲା। ମାନେ ଜାଣିକିରି ହାରୁ ବା ନିଜର ଆଳସ୍ୟ ଯୋଗୁଁ ହାରୁ। ହଁ, ସେଟା କ'ଣ କରିବ, ଆସିକରି ପହଞ୍ଚିଲା ବେଳକୁ ମୁଁ ଟିକେ ରେଷ୍ଟ ନେଇଯାଏ, ଗଛ ଖରା ତ ହେଉଛି, ଗଛ ମୂଳେ ରହି, ସେ ତ ବହୁତ ପଛରେ ରହିଲାଣି, ଏ ଟାର୍ଗେଟକୁ ଆସିବା ପୂର୍ବରୁ ସିଏ ପୁଣି ମୋ ପାଖକୁ ଆସିଲା ବେଳକୁ ମୁଁ ଡିଆ ମାରିକି ଯାଇ ପହଞ୍ଚିବି ନାହିଁ କି। ଏମିତି ଏକ ଅବସ୍ଥା ହେଲା। ସେ ନିଦର କ୍ଳାନ୍ତିକି ମେଣ୍ଟ କେତେବେଳେ ଶୋଇଯାଇଛି ଜାଣିନି, ତା ଭିତରେ ଅବସାଦ କ୍ଳାନ୍ତି ସହିତ ଯିଏ ପ୍ରତି ମୁହୂର୍ତ୍ତରେ ନିରନ୍ତର ଯିଏ ଆଗକୁ ଯାଉଥିଲା, କଛିମଟା ଜିତିଲା କି ନାହିଁ ଆମେ ଜାଣିନାହୁଁ। କିନ୍ତୁ ଯୁଗ ଯୁଗକୁ ଆମ ପାଇଁ, ସମସ୍ତଙ୍କ ପାଇଁ ଗୋଟେ ଲକ୍ଷ୍ମଣ ରେଖା ଆସି ଟଣା ହେଇଗଲା। ସମସ୍ତଙ୍କ ପାଇଁ ଗୋଟେ ଯେମିତି କହନ୍ତି ନାହିଁ, ମାନେ ଆମ ପାଇଁ ଜୀବନ ପ୍ରତି ମୁହୂର୍ତ୍ତରେ ଆମ ପାଇଁ ମଧ୍ୟ ସେଇଟା ସତର୍କ ଘଣ୍ଟି ବାଜିବା ଆରମ୍ଭ କଲା। କାହିଁକି ନା ନିଜର ଲେଜିନେସ୍ ଯୋଗୁଁ। ଲେଜିନେସ୍ ଯାଇକି ଆଳସ୍ୟ, ହଁ ଯିବା ତ, ତା ଭିତରେ ଟାୟାର୍ଡ ଥିଲା, ଫଟିକ୍ ଥିଲା, ଖରା ପାଇଁ ଥକି ପଡ଼ୁଥିଲା, ଇଗୋ ମଧ୍ୟ ଥିଲା, ଇଗ୍ନୋରାନ୍ସ ମଧ୍ୟ ଥିଲା। ହଁ, କ'ଣ ହେବ, ସେ ଆସିକରି ପହଞ୍ଚିଯିବ, ଯେଉଁ କେୟାରଲେସନେସ୍, ଯାହା ପାଇଁ ସେ କ'ଣ କଲା, ତାକୁ ହାରିବାକୁ ପଡ଼ିଲା। ଯେଉଁଟା ପାଇଁ ଆଜି ପର୍ଯ୍ୟନ୍ତ ମଧ୍ୟ ସବୁ ସମୟରେ ସମସ୍ତେ, ସବୁ ଯୁଗ ଯୁଗକୁ, ପ୍ରାୟ ପ୍ରତ୍ୟେକ ଦେଶରେ ଇଏ କାହାଣୀ ଆପଣମାନେ ଶୁଣୁଥିବେ, ତାହା ଆପଣ ଜାଣିଛନ୍ତି। ତା ଭିତରେ ଦେଖିବା ଆମର ତତ୍ତ୍ୱ ସହିତ, ଆମର ସାଧନା ସହିତ ଏ ପୂର୍ଣ୍ଣ ଯୁଗରେ ଏସବୁ ଜିନିଷ କେମିତି କାମ କରୁଛି। ପ୍ରଥମଟା ହେଉଛି ଯାହାକୁ କହନ୍ତି ଲେଜିନେସ୍କୁ କ'ଣ କହୁଛନ୍ତି, ଇଟ୍ ଇଜ୍ ଏ ଡେଞ୍ଜରସ୍ ଇଲନେସ୍ ତ ସ୍ୱାଭାବିକ, ଶରୀର ଅଛି ମାନେ ରୋଗ ଆସୁଛି, ଇଏ କରୁଛି, ବିଭିନ୍ନ କାରଣରୁ ମଧ୍ୟ ଆସୁଛି ରୋଗ। କେତେବେଳେ ଆପଣମାନଙ୍କ ଉପରେ ଇମ୍ପୋଜ୍ ବି କରିଦିଆଯାଉଛି, କ'ଣ କରୁଛନ୍ତି, ବିଭିନ୍ନ ପ୍ରକାର ଫ୍ୟାକ୍ଟର ଅଛି। କିନ୍ତୁ କହୁଛନ୍ତି ଇଟ୍ ଇଜ୍ ଏ ଇଲନେସ୍ ତ ଇଲନେସ୍। ଲେଜିନେସ୍ ଯେଉଁଟା ଜିନିଷ ହେଉଛି, ମୋତେ ଆଳସ୍ୟ ଲାଗୁଛି, ଭଲ ଲାଗୁନି, ଯିବାକୁ ଇଚ୍ଛା ହେଉନି, କାମ କରିବାକୁ ଇଚ୍ଛା ହେଉନି। ଲେଜିରେ କିଏ ସେ ଯିବ, ନ ଖାଇକିରି ଶୋଇପଡ଼ିବା, ଦେଖିବା କାଲିକି କ'ଣ ହେବ ଦେଖିବା। ଏଟା କେବଳ ଆଜି ନୁହେଁ, ଏଇଭଳିଆ ଜିନିଷ ଆମେ ସାଧନାରେ ମଧ୍ୟ ଦେଖୁଛୁ। ହଁ, ଏ ଜନ୍ମରେ ନହେଲା, ଦେଖିବା ଆର ଜନ୍ମକୁ ହେବ ତ, ଆଜି ନହେଲା ନାହିଁ, ଦେଖିବା କାଲିକି। ଆଉ କିଏ ଜାଣେ କାଲି କେମିତି କାହାକୁ ଆସିବ, କାଲି କେମିତି ଆସିବ, କେମିତି କାହା ପାଇଁ ଆସିବ, କେମିତି ଆସିବ କି ନା, ସେ ବିଷୟରେ ଆର୍ ୟୁ ସିଓର ନା। କିନ୍ତୁ କହୁଛନ୍ତି ଡେଞ୍ଜରସ୍ ଇଲନେସ୍।
भयंकर भाव जो विषद माने जहाँ कहती भीतिप्रद भयानक जो इलनेस अस्वस्थी अवस्था हूँ कौन लेजिनेस जो जिनसा तुम आसवा कथा नुहे आउ जड़े कह मत देह खराब मत उठी पारूनी डाक्तर तुम बेड रेस्ट कही जावाई मुझे चली पारूनी डिफरेन्ट इश्यू किंतु जे इश्यू न थी गोटे इश्यू हूँ जहाँ कहते डेंजरस काम करने को इच्छा होनी जो माँ जमी कहले 80 वर्षर युवक देखी 20 वर्षर वृद्ध देखी मैंने कौन माने फिजिकाली जहाँ देखुचे से भी टू सम एक्सटेंट सत्य 80 वर्षर युवक देखुं आपण मैंने चिंता कर देखो आपण मैंने निजुक भी देखिले जानीपारे बहु पुराणा डिभोटी आपण मैंने माँ को बहु पूर्व जानी बोलुंट तारी भीतर देखुं आप स्ट्रगल करुँच कि यंग पिला गुड़ाक आसी कार नगले ना जीवु ना आमको भल एसी रूम नदेले आम शोबुनि ट्रेन रे जीवाक हेले फ्लाइट रे जीवाक हेले आमर से भाया आमर माने आकोमोडेसन ये दरकार ये सब दरकार तेणु या जो जिनस होती कौन यहाँ कौन माने ठीक अच्छे जनकर पैसा अच्छी सी अच्छी किंतु एगुड़ाक साधनार परिपंथी ठीक अच्छे जीवाई सीना फ्लाइट बसिक चलीगलु किंतु जो माने मेडिटेशन करू बसिक सी तो खरा दर्शन करने जो तो नाचुराली खरार बसी कहे ना मुझे एसी बसी बसी आसिली मुझे आउ खरार बसवाक चाहूना आरंभ है से सृष्टि है सब बेले कौन आप भावुं लिमिटेड रूम जो मैंने रेगुलाली जाऊँच से कौन कर बंदोबस्त कर व्यवस्था कर मन करूँ बाई चान्स न मिल आप चिंता करें से कौन हम से भावे एसी कल्चर ये कौन सी कौन क्या जीवन प्रति मुहूर्त जोग करेंगे कौन प्रति मुहूर्त प्रत्येक अवस्था सहित भल भाव निजक कौन करेंगे नियोजित करेंगे एवं केमी एडजस्टमेंट करेंगे एडजस्टमेंट इज लाइफ एडजस्टमेंट एजुकेशन तो आपको एडजस्टमेंट करिया शिखौची कि स्पिरिचुअल एडजस्टमेंट शिखौची किए ना जोग केमी प्रति मुहूर्त प्रत्येक जिनस सहित केमी आक्वेंटेड हे जमी मन करूँ आपन को कह जाए अधिकांश समय आप देखती गोटे ट्राडिशनाली जब आश्रम बोलिक कहे गोटे आश्रम बोलिक कहती जंगल गोटे चाल छपर घर पर थी माटी घर ये सी सब थी नॉर्मली आश्रम कहती समस्ते गोटाए प्रकार लाइफ लीड करती खाई पीवा देखिले अलमोस्ट से फल फल किए आणिक दिटा खाई दिखती से कौटी झरणा पानी टे पी दिखती तार भितर रहती से बस तपस्या करूँ कि जब आप पंडिचेरी जाकर पहुँचे ये कौ आश्रम भाया लगे अधिकांश समय मत जहाँ लगे गोटाए दिन में आभरेज 4 जन 5 जन लोक बाहर आसी लोक मिनिमम पंडिचेरी एत वर्ष रहा भितर मोर जो अभिज्ञता प्राय 17-18 वर्षर अभिज्ञता मुझे कहूँ से जी आसिक पहुँचो क्या किए पचार तो व्हाट इज आश्रम वेर इज आश्रम अरे तू से गेट पाखे ठिया हो लोक लाइन करके जाऊँच लोकटा पचार तो सी जापर न तो व्हाट इज आश्रम वेर इज आश्रम अरे ये आश्रम से अनेब बुली माने आश्रम माने एटा किसी नुह बोधे आश्रम आगे ठिया हो पचारूँ लोक लाइन लगे लाइन लगे जाऊँच गेट अच्छी सिंबल लगी कि पचार आश्रमटा कौन कौटी अच्छी से अनौथे मैंने कमी गोटा कौन चाल छपर घर फर हो कौन गोटा हो जिनस हो तेणु ट्राडिशनाली कहले आपंकर ये जो आश्रमटा ट्राडिशनाली जहाँ आश्रम बोली कहते ताहा नुह पहाड़ पर ठिया हो कौन गोटा एमती हो चाल घर होमतीका नुहे तेणु से जो जिनस भितर आमको कौन करुँच सब जाक जानी शुणी किसी लोक आपण मान भली कौन करुँच जीवनटा को देखी जानी साधना करने को आसी कि जो मैंने एडजस्ट कर पार्टी ना से जीवन सहित एडजस्ट कर ना से लेजिनेस सहित छाड़ी पार्टी ना से साधना करने पार्टी तेणु यही अवस्था भितर से चली जहाँ कि माँ कहते इट इज ए डेंजरस इलनेस दैट इज लेजिनेस तार परवर्ती अवस्था को जीवा खाली इलनेस नुहे डेंजरस इलनेस भयंकर अवस्था भयावह परिस्थिति जो लेजिनेस को छाड़ा पड़ो आप कहे ना मुझे शोबी जी दरकार से पढ़ू नेसेसारिली आपंकर बॉडीटा फ्लाट रहा कथा जो स्वास्थ्य असुस्थ अच्छी कौन अच्छी फ्लाट हो रहा कथा ता माने नुहे मुझे शोक घुंगुड़ी पारि जितेबाला मुझे जहाँ करवा ता व्यतीत आउ गोटे जिनस बेले बेले आम कौन करूँ ना कर्म को मिसइंटरप्रिट करूँ बुझीपारूना कर्म माने कौन ना आम भावुँ कर्म माने जमी फाउड़ा फाउड़ा नहीं जाइए माटी हाणिया पड़ो जदि मन करूँ बाल्टी नहीं बोधे पानी काढ़िया पड़ो फूल गछे पानी ढालिया पड़ो सी भी कम किसी असुविधा ना किंतु जो मैंने बसिक मन करूँ मैनेजर अच्छी जो आईएएस ऑफिसर अच्छी सी कौन जा माने आसिक आपंकर झाड़ू मारुची ना ता घरे अलग कथा से कौन करुँच ना फूल गछे पानी दौची कर्म हूँ सब जाक अलग अलग सी ता लेवल जो कम दिखाई करुँच आपण लाइफ कम करुँच आपड़ कहे मुझे एत कम करुँच मु तो दिन को दिन सका आसूँ राति पर्यंत रोचे घर जगुची पानी दौची ये करुँच से करुँच मत कहीं 10,000 टका दूसरी सी कौन आसिक करुँच कहीं कार दिखाई लक्ष लक्ष टका दिखाई ये प्रश्नर उत्तर ना तेणु से आप जानीदे यहाँ हूँ माने जो फिजिकल वर्क भितर देखुं
କିନ୍ତୁ ସମସ୍ତେ କାମ କରୁଛନ୍ତି, ତେଣୁ କାମଟାକୁ ଆପଣ କହିପାରିବେ ନା ଯେ କିଏ କେଉଁ ଟାଇପ୍ର କାମ କରୁଛି। କିନ୍ତୁ ସେଥିରେ କ'ଣ ହେଉଛି ନା ଯେଉଁ ଜିନିଷ ହେଉଛି ଗୋଟେ ମନେ କରନ୍ତୁ କମ୍ପ୍ୟୁଟର ଗୋଟେ ଜାଗାରେ ଥୁଆ ହେଇଛି, ତେଣୁ ନ୍ୟାଚୁରାଲି ତ ସେଇଟା ଏସି ରହିବ। ତେଣୁ ଯିଏ ବାହାରେ ରହିଥିବ ମନେ କରନ୍ତୁ ରିସେପସନ୍ରେ ବସିଥିବ, ସେ କହିବ ମୋ ପାଖରେ କାହିଁକି ଏସି ନାହିଁ। ଆରେ ଯାହାର ଯେଉଁ ଟାଇପ୍ର କାମ ତାକୁ ସେଇ ଜିନିଷ ଦିଆହେଇଛି। କିନ୍ତୁ କମ୍ପ୍ୟୁଟର ରୁମ୍ରେ ବସିକରି କାମ କରୁଥିବା ଲୋକଟା ଯଦି ଯାଇକରି ଏସି ଲଗା ହେଇଛି ଯଦି ଶୋଇପଡ଼ିବ ତାହେଲେ କ'ଣ ହେବ? କିମ୍ବା ଯାହାକୁ ମନେ କରନ୍ତୁ ଆଜମା ଅଛି, ସେ କହୁଛି ମୁଁ କମ୍ପ୍ୟୁଟର ସହିତ ଆଡ଼ଜଷ୍ଟ କରିପାରୁନି, ମୁଁ କ'ଣ କରିବି? ସେ କ'ଣ ଆସିକରି ବସିବ? ବାହାରେ ବସିବ ନାହିଁ। ତେଣୁ ଜୀବନଟାକୁ କେମିତି କ'ଣ ଦେଖିବାକୁ ପଡ଼ିବ ସେଟାକୁ ବସିକରି ପ୍ଲାନ୍ କରିବାକୁ ପଡ଼ିବ। କିନ୍ତୁ ତା ମାନେ ନୁହଁ ଯେ ଲେଜିନେସ୍, ଯେ ଯେଟା ହେଉଛି ଡେଞ୍ଜରସ୍ ଇଲନେସ୍ ବୋଲିକରି କହିଲେ। ତା ପରବର୍ତ୍ତୀ ଅବସ୍ଥାରେ ମା କହୁଛନ୍ତି টায়ার্ড, যেମିତି କହୁନାହାନ୍ତି টায়াର୍ଡନେସ୍, କ୍ଳାନ୍ତି। টায়ার্ডନେସ୍ shows the lack of will to progress, lack of will to progress, ଇଚ୍ଛା କମ୍, ଇଚ୍ଛା ଶକ୍ତିର କମି କେଉଁଠି କ'ଣ ଆଗକୁ ଯିବା ପାଇଁ। କହିଲେ କେମିତି କ'ଣ ନା ମନେ କରନ୍ତୁ ଆପଣ ମନେ କରନ୍ତୁ ଗୋଟେ ଛୋଟିଆ ଏକ୍ଜାମ୍ପଲ୍ ଦେଉଛି, ଆପଣମାନେ ଏଇ ଏକ୍ଜାମ୍ପଲ୍ ସହିତ ଭଲ ଭାବରେ ପରିଚିତ। ଗାଡ଼ିଟା ଚଲାଉଥିବେ, କିଏ 40ରେ ଚଲାଉଛି, କିଏ 60ରେ ଚଲାଉଛି, କିଏ 80 100ରେ ଚଲାଉଛି, ଗାଡ଼ିଟା ଚାଲିଛି ନା ହଁ। ଅଲ୍ ଆଟ୍ ଏ ସଡନ୍ ଗୋଟେ ଜାଗାରେ କ'ଣ କରିବେ, ମାନେ କହିବେ ରୁହ ଟିକେ ବସ୍ ଠିଆ ହେଇଯାଏ, ଟିକେ ଜଳଖିଆ ଖାଇଦିଏ, ଚା ଖାଇଦିଏ, ଆବଶ୍ୟକ, କିଛି ଅସୁବିଧା ନାହିଁ। କିନ୍ତୁ ଗାଡ଼ିଟାକୁ ସ୍ଲୋ କଲେ, ଗାଡ଼ିଟାକୁ ପୁଣି ଏଠି ବସିଲେ, କ୍ଳାନ୍ତି ମେଣ୍ଟେଇଲେ, ଖାଇଲେ ପିଇଲେ ଯାହା କଲେ ଗଲେ, କେତେ ସମୟ ପର୍ଯ୍ୟନ୍ତ ରହିଗଲା ଭିତରେ? ସେତିକି ସମୟ ଯଦି ଆପଣଙ୍କ ନର୍ମାଲ୍ ସ୍ପିଡ଼୍ରେ ଯଦି ଯାଉଥାନ୍ତେ, ଗାଡ଼ି ଯଦି 80 କିଲୋମିଟର ସ୍ପିଡ଼୍ରେ ଚଲାଉଥିଲେ, ଏଠି ଯେଉଁ 20 ମିନିଟ୍ ରହିଗଲେ କେତେ ଲ୍ୟାକ୍ କରିଗଲେ, କେତେ ଲ୍ୟାକ୍ କରିଗଲେ। କିନ୍ତୁ ଆବଶ୍ୟକ ଯେଉଁଠି ଗାଡ଼ି ତ ମୁଁ ଚଲେଇ ପାରିବିନି, ସେତେବେଳେ କ'ଣ କରିବ ସେଟା ହେଉଛି ଅଲଗା କଥା। କିନ୍ତୁ ଲ୍ୟାକ୍ ଅଫ୍ ୱିଲ୍ ଟୁ ପ୍ରୋଗ୍ରେସ୍, ମୋର ଜମା ଇଚ୍ଛା ନାହିଁ ଆଗକୁ ଯିବା ପାଇଁ, ଅଗ୍ରଗତି କରିବାର ଇଚ୍ଛା ନାହିଁ। ସେଇ ଯେମିତି ହେଉଛି ଏଇଟାକୁ ଦେଖାଉଛି କ'ଣ ନା ଟାୟାର୍ଡନେସ୍। ନ୍ୟାଚୁରାଲି ଟାୟାର୍ଡନେସ୍ ଅଛି। ମନେ କରନ୍ତୁ ଆପଣ କହୁଥିବେ ଦିନେ ଦିନେ ଟ୍ରେନ୍ରେ ଯାଉଥିବେ, ଟ୍ରେନ୍ଟା କ'ଣ କରୁଥିବ, ଷ୍ଟେସନଟା ଆସିଲା ବେଳକୁ ସ୍ଲୋ ହେଇଯାଉଥିବ, ତାପରେ ଧୀରେ ଧୀରେ ରହୁଥିବ, ଲୋକ ଉଠୁଥିବେ ଚଢ଼ୁଥିବେ, ତାପରେ କିଛି ସମୟ ପରେ ହୁଇସିଲ୍ ହେବ, ହୁଇସିଲ୍ ଦେଲା ପରେ ମଧ୍ୟ କିଛି ସମୟ ପରେ ଗାଡ଼ି ଚାଲିବ। ଆପଣ ସେତେବେଳେ ଭାବୁଥିବେ ଯଦି ଏଇ ସ୍ପିଡ଼୍ରେ ମୁଁ ଯାଉଥାନ୍ତି ତାହେଲେ ମୁଁ ତମକୁ 20 କିଲୋମିଟର ଯାଇସାରନ୍ତିନି ଆଗକୁ। କିନ୍ତୁ ତାହା ତ ସତ୍ୟ, ଷ୍ଟେସନରେ ତ ଲୋକ ରହିବେ ଆସିବେ। କିନ୍ତୁ ଏଠି କହୁଛନ୍ତି କ'ଣ, ଯେମିତି ଗାଡ଼ି ରହିଯାଉଛି, ପ୍ରୋଗ୍ରେସଟା କ'ଣ ହେଉଛି, 20 କିଲୋମିଟର ଆଗକୁ ଯିବା କଥା 20 କିଲୋମିଟର ହଲ୍ଟ କରିଯାଉଛନ୍ତି, 5 ମିନିଟ୍ ରହୁଛନ୍ତି, ରହିବା ପାଇଁ କିଛି ସମୟ ରହୁଛି, ତାପରେ ଗାଡ଼ି ମାନେ ଇଏ ହୁଇସିଲ୍ ଦେଲା ପରେ ମଧ୍ୟ ଗାଡ଼ି ଯିବା ପାଇଁ କିଛି ସମୟ ଲାଗୁଛି। ତାରି ଭିତରେ ଟ୍ରେନ୍ ଷ୍ଟେସନ୍ ଛାଡ଼ିଲା ପରେ ମଧ୍ୟ, ମାନେ ଟ୍ରେନ୍ ଛାଡ଼ିଲା ପରେ ମଧ୍ୟ, ହୁଇସିଲ୍ ମାରିଲା ପରେ ମଧ୍ୟ କ'ଣ ଗୋଟେ କାମ ଥିବ, ସେ ଯଦି ବାଟରେ ରହିଯାଉଛି, ଛାଡ଼ିଲା ପରେ ମଧ୍ୟ ରହିଯାଉଛି, ଆରି ଭିତରେ ଆପ୍ରୋକ୍ସିମେଟଲି ଆପଣଙ୍କୁ 20 କିଲୋମିଟର ଲ୍ୟାକ୍ କରିଗଲେଣି। ତା'ମାନେ ଯେଉଁ ପ୍ରୋଗ୍ରେସଟା କରିଥାନ୍ତେ, ବର୍ତ୍ତମାନ ଯେଉଁ ଷ୍ଟେସନରେ ଠିଆ ହେଇଛନ୍ତି ସେଠୁ 20 କିଲୋମିଟର ଆଗକୁ ଚାଲି ଯାଇଛନ୍ତି ଯଦି ଗୋଟିଏ ଷ୍ଟେସନ ପାଇଁ। କିନ୍ତୁ ତାହା ତ ନିର୍ଦ୍ଧାରିତ ହୋଇକି ରହିଛି, ଟାଇମ୍ ନିର୍ଦ୍ଧାରିତ ହୋଇକି ରହିଛି, ଲୋକ ଚଢ଼ିବେ ଓହ୍ଲେଇବେ, ଦ୍ୟାଟ୍ ଇଜ୍ ଦ ସିକ୍ୱେନ୍ସ। ସେଠି ଠିକ୍ ଅଛି, ମାନେ ଟ୍ରେନ୍ର ଲୋକଙ୍କର, ଷ୍ଟେସନ୍ ମାଷ୍ଟର ବା ଟ୍ରେନ୍ର ଅବସ୍ଥା ଉପରେ ଡିସିସନ୍ ଯାହା ନିଆଯାଇଛି ଗଲା। କିନ୍ତୁ ଏଠି ଯେଉଁ ପ୍ରୋଗ୍ରେସ୍ ହେଉଛି ଏଟା ତ ହେଉଛି ଆପଣଙ୍କ ଉପରେ ନିର୍ଭର କରୁଛି। ତେଣୁ କ'ଣ କରୁଛନ୍ତି, ଯେଉଁ ଟାୟାର୍ଡନେସ୍ ଆସୁଛି, ଲ୍ୟାକ୍ ଅଫ୍ ୱିଲ୍ ଟୁ ଫର୍ ପ୍ରୋଗ୍ରେସ୍, ଅଗ୍ରଗତି ପାଇଁ ଜମା ଇଚ୍ଛା ନାହିଁ, ସଂକଳ୍ପ ନାହିଁ, ତେଣୁ କ'ଣ ହେଉଛି ଟାୟାର୍ଡନେସ୍ ଆସୁଛି। ହ୍ୱେନ୍ ୟୁ ଫିଲ୍ ଟାୟାର୍ଡ ଅର୍ ଫଟିଗ୍ଡ, ଦ୍ୟାଟ୍ ଇଜ୍ ଏ ଲ୍ୟାକ୍ ଅଫ୍ ୱିଲ୍ ଟୁ ପ୍ରୋଗ୍ରେସ୍। କାମ କରୁଥିବେ, ଠିକ୍ଠାକ୍ ଚାଲିଥିବେ, ଠିକ୍ଠାକ୍ ଚାଲୁଥିବେ, ବେଳେବେଳେ ମଧ୍ୟ ଆପଣଙ୍କୁ ଇଲନେସ୍ ହେଉ ବା ଆପଣଙ୍କୁ ବିଶ୍ରାମ ନେବା ପାଇଁ ଗୋଟେ ମା ଆପଣଙ୍କୁ ସମୟ ଦିଅନ୍ତି। କାହିଁକି ଦିଅନ୍ତି ନା ତାହାର ମଧ୍ୟ କାରଣ ଅଛି। ଅଧିକାଂଶ ସମୟରେ ଲୋକମାନେ ବୁଝିପାରିବେ ନାହିଁ, କିନ୍ତୁ ବେଳେବେଳେ ମଧ୍ୟ ଆମକୁ ବୁଝିବାକୁ ପଡ଼ିବ। ନ୍ୟାଚୁରାଲି ଆପଣ କହିବେ ମୁଁ ତ ଚାଲୁଥିଲି, ଉଡ଼ୁଥିଲି, ବୁଲୁଥିଲି, ହଠାତ୍ କାହିଁକି ମୋ ଜୀବନର ଗାଡ଼ିଟା ରହିଗଲା, ମୁଁ କାହିଁକି ଦେହଟା ଖରାପ ହେଇ ବସିଲି। ଭଗବାନ କହିଲେ ଟିକେ ଆଗକୁ ଆହୁରି ଗୋଟେ ବିରାଟ ପରୀକ୍ଷା ଅଛି, ତେଣୁ ତୁ ଗୋଟେ କାମ କରେ, ଏଇଠି ଟିକେ ବିଶ୍ରାମ ନିଏ। ତାହେଲେ ଭଗବାନ ଚାହୁଁଛନ୍ତି ଶରୀରଟା ବିଶ୍ରାମ ନେଉଛି, ତାହେଲେ କେସ୍ଟା ହେଉଛି ଅଲଗା। ସିଏ ତାকে ଜାଣିଛନ୍ତି, ସେସବୁ ଜାଣିଛନ୍ତି କେମିତି ମୋତେ ଚଲେଇବାକୁ ପଡ଼ିବ, କେତେ ସମୟ ବିଶ୍ରାମ ଦେବା ପାଇଁ ପଡ଼ିବ, ତାକୁ କେମିତି ଓଭରହାଉଲିଂ କରିବାକୁ ପଡ଼ିବ। ଗାଡ଼ିଟା ନେଇକି ଯାଉଛନ୍ତି, ମନେ କରନ୍ତୁ ତାର ନଟ୍ ବୋଲ୍ଟ ଗୋଟେ ଖସି ପଡ଼ିଲାଣି, ସେ ତ ଟୋଟାଲି ସେ ଚକା ବାହାରିକି ପଳେଇବ, ଆକ୍ସିଡେଣ୍ଟ ହେବ, କ'ଣ ନାହିଁ କ'ଣ। ତେଣୁ ତାକୁ ତ କରିବାକୁ ପଡ଼ିବ। ଆପଣ କହିବେ ସେଠି ମୁଁ ଚକା ନଟ୍ ବୋଲ୍ଟ ବଢ଼ିବା ପାଇଁ, ମାନେ ମୋଡ଼ିବା ପାଇଁ ମୋର 20 ମିନିଟ୍ ଲସ୍ ହେଇଗଲା। ତେଣୁ ନ୍ୟାଚୁରାଲି ଆପଣ ମାନେ ଯାଉଛନ୍ତି, ଯଦି ସେଥିପାଇଁ ଭାବୁଛନ୍ତି ତାହେଲେ ତ ଆପଣ ବିପଦ ଭିତରକୁ ଯାଉଛନ୍ତି। କିନ୍ତୁ ଏଠି ମା କହୁଛନ୍ତି କ'ଣ, ହ୍ୱେନ୍ ୟୁ ଫିଲ୍ ଟାୟାର୍ଡ ଅର୍ ଫଟିଗ୍ଡ, କାମ କରୁଛନ୍ତି, ଆଗକୁ ଯାଉଛନ୍ତି, ପ୍ରୋଗ୍ରେସ୍ କରୁଛନ୍ତି, ଯେଉଁ କାମରେ ବ୍ୟକ୍ତି ଅଛନ୍ତି ତାହା କରୁଛନ୍ତି, ଇଣ୍ଡିକେଟ୍ କରୁଛି କ'ଣ, ଲ୍ୟାକ୍ ଅଫ୍ ୱିଲ୍ ଟୁ ପ୍ରୋଗ୍ରେସ୍, ମାନେ ପ୍ରୋଗ୍ରେସ୍ ପାଇଁ ଯିବା ପାଇଁ ସଂକଳ୍ପର ଅଭାବ, ନହେଲେ ପଳେଇ ଯାଇଥାନ୍ତେ। ଆଜି ଆପଣଙ୍କୁ ମା କହିଛନ୍ତି ତୋତେ ବିଶ୍ରାମ ନେବାର ଅଛି, ଆପଣ ବିଶ୍ରାମ ନେଇଗଲେ କ'ଣ ବସିକରି ଘରେ ତା ସାଙ୍ଗରେ ଝଗଡ଼ା କରିବା ପାଇଁ ରହିଲେ, ନା ଫୋନ୍ଟାକୁ ଧରିଲେ, ନା ମୋବାଇଲ୍ ଦେଖିବା ପାଇଁ କହିଲେ, ନା ଟିଭି ଦେଖିବା ପାଇଁ କହିଥିଲେ। ଆପଣଙ୍କୁ କହିଛନ୍ତି ବିଶ୍ରାମ ଦେବା ପାଇଁ। ଯେତେବେଳେ ବିଶ୍ରାମ ଦେବା କଥା ଭାବିବେ, ଚିନ୍ତା କରନ୍ତୁ, ଯେତେବେଳେ ବିଶ୍ରାମ ନେବା କଥା ଭାବିବେ, ମା ଯେମିତି ଚାହୁଁଛନ୍ତି ସେମିତି କରିବେ। ଆମେ ତାକୁ ଛାଡ଼ି ଦେଇକରି କ'ଣ କରୁଛୁ ନା ଶରୀରଟାକୁ ବିଶ୍ରାମ ଦେଉଛୁ, ମନଟା ଯାଇକରି ଆଉ କ'ଣ କରୁଛି।
प्राण शक्ति जाकि आउ क्या सागर झगड़ा करुच्ची एटा तो नाचुराली एट प्रोग्रेस केमी कह आपको दिगला मन प्राण शरीर को सुस्थ करके रे फटिक्ड हेबेनि लेजिनेस आसबनी टायर्डनेस आसबनी रे कारण ता परवर्ती अवस्था आप गोटे आउ गोटे बड़ धरण स्टेप को जाऊँच तेणु आपको रातिटा दिगला विश्राम नापी आपको छाड़ी देकर आपण मैंने आम समस्ते जो मैंने अंतत ये यारी भितर जो मैंने अच्छा तेणु से कौन कर माने अधिकांश समय किसी नई आम बाहाना करुँ देह भल ना ये ना सी ना रोचे कहते फायर इज ऑलवेज बर्निंग एनी यू गाड़ीटा चलुची केमी एनर्जी सप्लाई हो इलेक्ट्रिक एनर्जी हो आपणकर सोलार एनर्जी गाड़ी चलू ना पेट्रोल डीजेल चलू जो थे गोटा चली गाड़ीटा जब चली एनर्जी नहेले ये के गाड़ी स्टार्ट हे ना कि जीवन जो हम बंद हो जन हम सेमती आम चलीचु चलीचु तेणु तेज कहते कौन ना एनर्जीटा कौटी पाइब आप मुझे एनर्जी कौटी पाइबी ना ऑलवेज द फायर इज बर्निंग विदिन यू तुमरी भितर से जो चैत्याग्नि प्रज्वलित होची तारी शक्ति नहीं करे जीवे से कौन सरीब ना रिन्यूएबल सोर्स ऑफ एनर्जी प्रति मुहूर्त से बढ़ी बढ़ी चली जिते यूज कर से बढ़ुव से मैं तेजदीप्त होते पुलकित हो शक्तिशाली हो ताकू छाड़ी देकर आम कौन करूँ हाँ जाऊँ से होटेल भल कि खाईदे भल कि खाईदे कौन राति जाऊँच भल कि खाईदे आउ तो किसी कौटी ना खाईदे शोवा सका जाकर जहाँ हम आउ तो कौड़े उठबार ना भल कि पुलाई खाईदे ठीक अच्छे आप खाईदे किसी असुविधा ना कहीं आपको दि जाए आप जाऊँच मैं स्लीपर जाऊँच कि आपको भल सीटे पाई शोक जावाई जाइए कि ड्राइवर जी गाड़ी चलेब ड्राइवर माने समस्त ड्राइवर नुहे तो नुहे जो जी डेस्टिन टू ड्राइव ड्राइव हो यदि सी से पुलाई खाईदेला ताले कौन हम सरीला गाड़ी तो मूल चलो ना कौटी खसी पड़ो कौन हम ठीक ठिकाना ना तेणु कौन कहते फायर इज बर्निंग ऑलवेज यू थी तेल थी सब थी कि ड्राइवर तार पी खाई जोर की शोई पड़ी तेणु गाड़ी चलो ना तेणु से चैत्याग्नि जो जो प्रज्वलित हो जो अग्निटा प्रज्वलित हो प्रति मुहूर्त से कौन कर नहीं जाऊँगी सेटा हूँ मैंने रिन्यूएबल सोर्स ऑफ एनर्जी प्रति मुहूर्त से बढ़ी बढ़ी चली जिते यूटिलाइज कर अधिक प्रज्वलंत हम तार परवर्ती अवस्था कहते फटी कम्स फ्रॉम डूइंग विदाउट इंटरेस्ट इन थिंग्स टू डू यू डू अवश्य अवसाद एडू सर आसूँ कौटू मुझे कम करुँच मत लगुनि कहीं आपड़ कह मोर तो कम करुँच सबकि करुँच कि देखला बेलू मोर कहीं इंटरेस्ट कहीं आसूनी इंटरेस्ट कहीं आसूनी ना मुझे जोटा भावुँ मत भल मुझे खाइबी करी मत जोटा भल लगुच मुझे करी मुझे मैंने जो पोशाकटा बाछी से पिंधि से छाड़ी आउ गोटा कौन दिहला बेलू जब कहूँ मत आसे भल लगुना से भल न लगे कथा मुंड को आसो जानवे अवसाद आसिक पहुँचला जो फटिक्ड आउ किसी करहब ना मोर से माँ कहले कौन कहले जहाँ करुच से आनंद पाइबा चेष्टा कर आनंद जहाँ दौर ताकू करने चेष्टा कर ना आनंद जोटा दौर मत यहीटा आनंद लगे अरे सेमती कम तो आम पाखे ना तमें जीवन सारा अवश्य ये होकर बसबू कर्म मैंने कम करने ना अकर्मा होकर बसीजु सबू कम आनंद पाइबा चाहूँ चेष्टा कर घर तैयारी करुच आनंद करुच फाइलेटिंग करुच आनंद पाओ झाड़ू मारुच आनंद पाओ व्यवसाय करुच आनंद कर चाष करुच आनंद पाओ सबुथ आनंद पाइबा चेष्टा कर आनंद माने मत तो यहीटा भल लगुच मत से चाकरी है ना तेणु जीवन में कौन करी से आम सब रहू बेले बेले ताकू भी भगवान स्थिर करते जो मुझे कौ पटे नहीं जी कि कौ पटे नहीं जावा कथा आम तो जाकर कौटी तौक फरेन बसिक रही था कौट मैंने कोटी कोटी टंका धरिक बसु भगवान कहे ना जी आसीचु ये पैसा पत्र रोजगार कर घर द्वारा संसार करने तेणु नाचुराली तू जो आसु सी करी तेणु फटिक हूँ कौन ना लैक अफ कौन डूइंग विदाउट इंटरेस्ट करुँच कि आग्रह ना जाऊँच करुँच आग्रह ना जावाक पड़ो भगारी घर को मुंड गणिता बोलिक जो शब्द कहती जावाक पड़ो बोलिक जाऊँगी करने पड़ो बोलिक करुँची किसी मोर तादर आग्रह ना तेणु नाचुराली आपन को अवसाद आसूची क्लांति आसूची फटिक्ड व्हाट एवर यू डू यू कैन फाइंड इंटरेस्ट इन इट जहाँ भी करुच शोवा जाऊँ ना मोर शोवा इंटरेस्ट ना कहीं एसी ना ये घर पाटिगोल शब्द हो अरे से भी देखा कथा ये लोक आहरी तले अच्छा शीत दिन चिंता कर देखो बर्तमान रास्तार शोथे लोक से सांगे सांगे लोक कह अनेक लोक अच्छे 5 स्टार होटेल शोचती अरे आम साधना करने को आसीचु ना ये स्टार आउ फ्लोर देखापी आसीचु जहाँ आमको भगवान जहाँ निर्धारित कर भगवान जो निर्धारित कर रही से कौन हम गोटे समय माँ कौन कले ना जूस देवा आरंभ कले आश्रम जूस देवा आरंभ कले जूस पीले लोक ता भर कम्प्लेन आसी पहुँचला
ଯେତେବେଳେ କମ୍ପ୍ଲେନ୍ ଆସିକି ପହଞ୍ଚିଲା ସେତେବେଳେ କ'ଣ କଲେ ଶ୍ରୀ ଅରବିନ୍ଦ ଶୁଣିଲେ କହିଲେ ଜୁସ୍ ଦେବା ବନ୍ଦ କରିଦିଅ, କାରଣ ଏଟା ଦିଆହେଉଛି କାହିଁକି, ଯେମିତି କହିଲେ ନା ଯେଉଁ ଖାଦ୍ୟ ଆପଣମାନଙ୍କୁ ଦିଆହେଉଛି ସେଥିରେ ମଦର୍ସ ଟଚ୍ ଅଛି, ମାଆଙ୍କର ସ୍ପର୍ଶ ଅଛି, ସେଟା ଆପଣଙ୍କୁ କ'ଣ କରିବ, ହେଲ୍ଥ, ହାପିନେସ୍, ଏନର୍ଜି ଏଇସବୁ ପ୍ରୋଭାଇଡ଼ କରିବ। ଆପଣ କହିବେ ତା ଟେଷ୍ଟଟା କ'ଣ ହେବ, ମୁଁ କରିବି କ'ଣ କରିବି, ଦ୍ୟାଟ୍ ଇଜ୍ ଏ ଡିଫରେଣ୍ଟ ଇସ୍ୟୁ। ଗୋଟେ ସମୟରେ ସବୁ ମାନେ ଯେଉଁମାନଙ୍କର ସବୁ ଅନେକ ଡିଭୋଟି ଅଛନ୍ତି, ତାଙ୍କର ସବୁ ପିଲା ଅଛନ୍ତି, ଷ୍ଟୁଡେଣ୍ଟ ଅଛନ୍ତି, ଆଜିକାଲି ସମସ୍ତଙ୍କ ପାଖରେ ପଇସା ଅଛି, ସେମାନେ କ'ଣ କଲେ, ଆସିଲେ ଆଶ୍ରମରେ ଆସିକି ପହଞ୍ଚିଲେ, ତାଙ୍କ ଜନ୍ମଦିନ ତ ପାଳନ କରେ, ଜନ୍ମଦିନ ପାଳନ କଲା ବେଳକୁ କିଏ କାହାକୁ ଦେଖେ, କିନ୍ତୁ ଯେତେବେଳେ ଆଶ୍ରମରେ ମିଠା ପିଠା ହେଇଥିବ, ଲେଖା ହେଇଥିବ, ସେ ଯେଉଁ ନୋଟିସ୍ ବୋର୍ଡ଼ରେ ଲେଖା ହେଇଥିବ ସୁଇଟ୍ସ ଅନ୍ ଏତିକି ତାରିଖ ଲେଖା ହେଇଥିବ, ଏତିକି ତାରିଖ ଲଞ୍ଚରେ ଦିଆହେବ, ସୁଇଟ୍ସ ଦିଆହେବ ଲେଖା ହେଇଥିବ, ତେଣୁ ସେଇଦିନ ରଫଲି ଭାବିବେ ଯେ କାହାର ଆନିଭର୍ସାରୀ, କାହାର ଜନ୍ମଦିନ ଏମିତି କ'ଣ ଗୋଟେ ହେଇଥିବ। ଆଚ୍ଛା, ସିଏ ତାର ଦିଏ ମାନେ ଆଶ୍ରମକୁ, ସେ ଡାଇନିଂ ହଲ୍କୁ, ତାକୁ ସେ ଯେତିକି ଲୋକ ଅଛନ୍ତି ସେଇ ଦିନର ଆଟେଣ୍ଡାନ୍ସ, ରଫଲି ସେ ଆଟେଣ୍ଡାନ୍ସ ଯେଉଁଟା ହେଉଛି, ନର୍ମାଲି ଯେଉଁଦିନ ଯାହା ହେଉଛି ସେଇ ଦିନରେ ଯେତିକି ପଇସା ହେବ ସେ ଆସିକି ପେମେଣ୍ଟ କରିଦେବ, ଏମାନେ ତାଙ୍କର ଆରେଞ୍ଜ କରିବେ, ନିଜେ ତିଆରି କରନ୍ତୁ, ଆରେଞ୍ଜ କରିକି ଆଣି ଦେଉଥିଲେ। କିଛି ଦିନ ଗଲା ପରେ ଯେଉଁମାନଙ୍କର ମନେ କରନ୍ତୁ ମିଠା ଖାଉନାହାନ୍ତି, ସେମାନେ ଯାଇକରି କମ୍ପ୍ଲେନ୍ କଲେ, ଅବଜେକ୍ସନ୍ କଲେ, ତେଣୁ କ'ଣ କଲେ, ପୁରା ବନ୍ଦ କରିଦିଅ। ଆରେ ହେଲା ଠିକ୍ ଅଛି, ସେ ମିଠାଟା ତ ଏମିତି ବି ଖାଇଲୁ ନାହିଁ, ତୁ ଚିନ୍ତା କରିଛୁ, ଅବଶ୍ୟ ଠିକ୍ ଅଛି, ସିଏ ବି ମଧ୍ୟ ମାଆଙ୍କର ଇଏ ଅଛି, ଦିଆ ହେଲେ ବି ତୁ ଖାଇପାରୁନୁ, ଦେଲେ ବି ଖାଇପାରିବୁନି, ନଦେଲେ ବି ଖାଇପାରିବୁନୁ। ଯେଉଁମାନେ ଖାଉଥିଲେ ସେମାନେ ତ ଖାଉଥିଲେ, କିନ୍ତୁ ଅନ୍ୟ ଲୋକ ଆସିକରି ଦେଉଥିଲେ, ଆଉ ଯିଏ ଦେଉଥିଲେ ତା ତ ନାଁ ତ ମେନସନ୍ ହେଇନି ଯେ ତାର ନାଁ ହେଇଯିବ, କ'ଣ ହେବ ତାର ହେବ, ସେ କଥା ତ ନଥିଲା, ଲୋକ ତ କିଛି ଖାଉଥିଲେ, ତମ ଯିଏ ଏମିତି ବି ଖାଉନ ସେମିତି ବି ଖାଇନଥାନ୍ତ, କିନ୍ତୁ କ'ଣ ହେଉଛି ଲୋକଙ୍କର ଯେମିତି କହନ୍ତି ନା ମାନେ ପ୍ରକୃତି କିଛି ତ କହିବି। ତେଣୁ କ'ଣ କହିଲେ, ଯେଉଁଟା କରୁଛ ତାতে ଇଣ୍ଟରେଷ୍ଟ କର, ପ୍ରୋଭାଇଡେଡ୍ ୟୁ ଟେକ୍ ଇଟ୍ ଆଜ୍ ଦ ମିନ୍ସ ଅଫ୍ ପ୍ରୋଗ୍ରେସିଂ। ତୁମେ ଯେତେବେଳେ ଭାବିବ ମୁଁ ଭଗବାନଙ୍କ ପାଇଁ କାମ କରୁଛି, ମା ଯେମିତି କହିଲେ, ତୁମେ ଯେତେବେଳେ ଭାବୁଛ ମୁଁ ମାନେ ମୋ ପାଇଁ କରୁଛି, ଆମ ପାଇଁ କରୁଛି, ସେତେବେଳେ ଝଗଡ଼ା ଲାଗିବ। ଯେତେବେଳେ କହିବ ମୁଁ ଭଗବାନଙ୍କ ପାଇଁ କାମ ହେଉଛି, ସେତେବେଳେ ଝଗଡ଼ା ଲାଗିବାରେ କ'ଣ କାମ ଅଛି। ଯେତେବେଳେ ଯାଇଥିବେ ଚିନ୍ତା କରନ୍ତୁ, ଯେତେବେଳେ ଆପଣ ଯିବେ ହେଇ ଭାଇ ଅଛନ୍ତି ତାଙ୍କରି ଜାଗାରେ, ବର୍ତ୍ତମାନ ଆଗରୁ ବହୁତ ଲୋକ ଥିଲେ, ବର୍ତ୍ତମାନ କମିକରି ସଂଖ୍ୟା କମି ଯାଉଛନ୍ତି, ବା ଯାହା ଯେମିତି ହେଉଛି ସବୁଆଡ଼େ ସେଇ ପ୍ରୋବ୍ଲେମ୍ ହେଉଛି। ସେମାନଙ୍କର କିଛି ନାହିଁ, ଝାଡ଼ୁ ମାରୁଥିଲେ, ଭାଷଣ ଦେଉଥିଲେ, କେଉଁଠି ଯାଉଥିଲେ, ଅର୍ଗାନାଇଜେସନ୍ କରୁଥିଲେ, ସବୁ ଯାକ କରୁଥିଲେ, କିନ୍ତୁ ବର୍ତ୍ତମାନ ସିଚୁଏସନ୍ଟା ଚେଞ୍ଜ ହେଇଗଲାଣି, ସିଚୁଏସନ୍ ଧୀରେ ଧୀରେ ଚିନ୍ତା କରୁଛନ୍ତି। ତେଣୁ ଯେତେବେଳେ ଭାବିବ, ସେ କହିବ ମୁଁ ଏଇ ବର୍ଷର ଲୋକ, ମୋର ତ ହଁ ସେତେବେଳେ ମନେ କରନ୍ତୁ ମୋ ପାଖରେ ପଇସା ନଥିଲା, ବର୍ତ୍ତମାନ ମୋ ଝିଅ ଚାକିରି କଲାଣି, ଜଇଁ ଚାକିରି କଲାଣି, ମୋ ପାଖରେ ପଇସା ହେଇଗଲାଣି, ଇଏ ହେଲାଣି, ସିଏ ହେଲାଣି, ତେଣୁ କ'ଣ କରିବ, ସେଥିପାଇଁ ମୁଁ କିଛି କରିବାକୁ ନାହୁନି, କିଛି ସେଥିରେ ନାହିଁ। ମିନ୍ସ ଫର୍ ପ୍ରୋଗ୍ରେସିଂ, ଏଇ ଝାଡ଼ୁ ମାରିବା ହେଉଛି ମିନ୍ସ ଫର୍ ପ୍ରୋଗ୍ରେସିଂ, ସେଇଟା ହେଉଛି ମୋର ଗୋଟେ ସମ୍ବଳ, ଗୋଟେ ଉତ୍ସ, ଯେଉଁଟାକି ମୁଁ କ'ଣ କରିବି ନା ପ୍ରଗତି କରିବି। ୟୁ ମଷ୍ଟ ଟ୍ରାଏ ଟୁ ଡୁ ବେଟର୍ ଆଣ୍ଡ ବେଟର୍ ହ୍ୱାଟ୍ ୟୁ ଆର୍ ଡୁଇଂ। ହଁ ଝାଡ଼ୁ ମାରିବାକୁ ପଡ଼ୁଛି ବୋଲି ଆସିଲେ ଝାଡ଼ୁ ମାରିଥିଲେ, ନାହିଁ, ଆଜି ଯେମିତି କରିଥିଲେ ଆଉ ଟିକେ ଚାଲନ୍ତୁ, ସେଇଠି ଯେତେବେଳେ ଷ୍ଟ୍ରାଗ୍ନାନ୍ସି ଆସିଗଲା ତଳକୁ ପଳେଇଯିବେ, ଆଗକୁ ଉପରକୁ ଯାଇପାରିବେନି। ପ୍ରତି ମୁହୂର୍ତ୍ତରେ ଟ୍ରାଏ ଟୁ ଡୁ ବେଟର୍ ଆଣ୍ଡ ବେଟର୍ ଆଣ୍ଡ ବେଟର୍, ସବୁବେଳେ ଅଧିକା କର, ୟୁ ୱିଲ୍ ପ୍ରୋଗ୍ରେସ୍, ମଷ୍ଟ ଅଲୱେଜ୍ ବି ଦେୟାର ଆଣ୍ଡ ୟୁ ଟେକ୍ ଇଣ୍ଟରେଷ୍ଟ ଇନ୍ ହ୍ୱାଟ୍ ଏଭର୍ ୟୁ ଡୁ। ଯାହା କରୁଛ ସେଥିରେ ଆଗ୍ରହ ଦେଖାଅ। ତେଣୁ କହିବ ମୋର ତ ଆଗ୍ରହ ନାହିଁ, ଇଏ ଖାଦ୍ୟ ମୋତେ ଭଲ ଲାଗେନି, ଇଏ କାମ ମୋତେ ଭଲ ଲାଗେନି, ଇଏ ପୋଷାକ ମୋତେ ଭଲ ଲାଗେନି, ଏ ଭଳିଆ ଘର ମୋତେ ଭଲ ଲାଗୁନି, ଏ ଭଳିଆ ସରାଉଣ୍ଡିଂ ମୋତେ ଭଲ ଲାଗୁନି, ସରିଲା କାମ, ଜୀବନରେ ପ୍ରୋଗ୍ରେସ୍ ସରିଲା। ଦ ମୋଷ୍ଟ ଇନସିଗ୍ନିଫିକାଣ୍ଟ ଅକୁପେସନ୍ କ୍ୟାନ୍ ପ୍ରୁଭ୍ ଇଣ୍ଟରେଷ୍ଟିଂ ଇଫ୍ ୟୁ ଟେକ୍ ଇନ୍ ଦ୍ୟାଟ୍ ୱେ। ସବୁଠାରୁ ଯେ ଇନସିଗ୍ନିଫିକାଣ୍ଟ କାମ ଯିଏ, ସେଟା ମଧ୍ୟ ଆନନ୍ଦ ହେବ ଯଦି ତା ଭିତରେ ଇଣ୍ଟରେଷ୍ଟ ଥିବ। ଚିନ୍ତା କରି ଦେଖନ୍ତୁନି, ଯେମିତି କହୁଛନ୍ତି ମାନେ ମୁଁ ମାନେ ଏମିତି ମୋର ଚଏସ୍ ହେଉଛି, ଏମିତି ଇଏ କରିବା ସେ କରିବା, ଯେଉଁଟା ଚଏସ୍ ନାହିଁ ତାକୁ ସିଏ କ'ଣ ହେଉଛି। ଏଇ ଯେଉଁ ଏକ୍ଜାମ୍ପଲ୍ ଆପଣଙ୍କୁ ଦିଏ, 10ଟା କୋବି ଆସିଥିବ, ଲୋକ ତାକୁ ବାଛି ବୁଛି ନେଇଯାଇଥିବେ, ଲାଷ୍ଟ କୋବିଟା ଭାଙ୍ଗି ଯାଇଥିବ, କଣା ହେଇଥିବ, ଇଏ ହେଇଥିବ, ମାଡ଼ ହେଇଯାଇଥିବ, ତାକୁ ଯିଏ କିଣିକି ନେଉଥିବ ସେ ଖାଇଥିବ ନା ନାହିଁ। ତାକୁ ଘରେ ଯିଏ ସ୍ତ୍ରୀ ଯିଏ ରୋଷେଇ କରିଥିବ, ସିଏ ପୁଣି ତ ମମତାର ପ୍ରଲେପ ଦେଇକି ଲାଗିଥିବ, ସିଏ ବି ସେମିତି ଆନନ୍ଦରେ ଖାଇଥିବ ନା ନାହିଁ। ବରଂ ପ୍ରଥମ ଯିଏ ନେଇଥିବ 7 ଦିନ ପାଇଁ ସେ ନେଇ ଚାଲିଯାଇଛି, ଫ୍ରିଜ୍ରେ ରଖିଦେବ, ସେ ରଖିକି କ'ଣ ଶୁଖିଯିବ, ପଚିଯିବ, କ'ଣଟା ହେଇଥିବ, ଇଏ ତ ବରଂ ଆନନ୍ଦରେ ଖାଇବ। ଟେକ୍ ଇଣ୍ଟରେଷ୍ଟ, ଦ୍ୟାଟ୍ ଇଜ୍ ଦ ୱେ। ସମୟର ଆହ୍ୱାନ, ବାର୍ତ୍ତାକୁ ବିରାମ ଦେବା, ଆସନ୍ତାକାଲି ପୁନର୍ବାର ଭେଟିବା। ବନ୍ଦେ ମାତରମ୍, ଗୁଡ୍ ନାଇଟ୍, ଧନ୍ୟବାଦ।